समस्त को ख्रीष्ट प्रेम आंतरिक नमस्कार। प्रिय बंधुगण, गोटे पर गोटे बाइबल भविष्यवाणी गुड़िक सफल होबार लगी अच्छे। जदि आमे माने पवित्र शास्त्र बाइबल पढ़िबा तेबे सेठारे अनेक भविष्यवाणी एपरि रही अच्छे जहाँकि वर्तमान सफल होउछे। प्रभु जीशु ख्रीष्ट शिष्य मान आसी तांको पचारे, गुरु आपणकर आगमनर चिन्ह कौन हम? प्रभु यीशु कहले स्थान स्थान बन्या हम, दुर्भिक्ष हम, आउ भूमिकंप हम, महामारी हम, यही सब हम। आ तार गोटे चिन्ह आज आम देखुच, ये हूँ चाइना, चीन, जहाँ को आप भल भाव जानी जो स्थान में कोरोना रोगर मध्य आविर्भाव होता ये हूँ से चीन। वर्तमान चीन अवस्था टी देखु। हाँ बंधुगण, वर्तमान चीन अवस्था होई बन्या आसिकी सबकिछि छारखार कर देइछि। जो चीन निजको बहुत शक्तिशाली बनी मन करुला, वर्तमान तार अवस्था होईपरी। तेबे प्रभुंक वाक्य जब लिखा जाए आमे माने उन्नत को नत करिबा आ परमेश्वर गर्वी की दूर चिन्हती बोली पवित्र वाक्य बाइबल मध्य वर्णना करे। तेमे जो चीन निजर शक्ति सामर्थ्य को लेकिन एत गर्व करुला, परमेश्वर आज तार शक्ति सामर्थ्य को पूरा चूर चूर करदेले। वर्तमान देखुं तो आउ खबर सूत्रु यह जना जाइछि जे चीन मध्य अगाध जल रे बुड़ीबा को जाउछि। तेबे एई विपत्तिर चीन को किए उद्धार करि परिबो? केवल परमेश्वर ही ए विपदरु ताकू उद्धार करि परिबे। तेबे संपूर्ण बन्यार तांडव आपण निज आखिरे देखंतु।
你都完蛋了，内涝了。看那公交车了吗？马上就没景了。这车上还有人呢，他也不赶紧跑。这下边的车。妈耶！瞧瞧，我的个天呀！哎呦妈哟！你瞧多少车呀！我的天呀！一车有人就完了。那个拆亮了灯，是不是车上有人呀？哎，就是有人。哎呀呵！ତେବେ ପ୍ରିୟ ବନ୍ଧୁଗଣ, ଯେଉଁ ଚୀନ ନିଜକୁ ଏତେ ଶକ୍ତିଶାଳୀ ବୋଲି ମନେ କରୁଥିଲା, ଆଉ ସେ ଚୀନର ଅବସ୍ଥା ବର୍ତ୍ତମାନ ଏଇଭଳି। ଆଉ ଯେପରି ମୁଁ ଆପଣମାନଙ୍କୁ କହିଲି ଯେ ପରିବେଶର ଗର୍ବିକି ଦୂରରୁ ଚିହ୍ନନ୍ତି, ଆଉ ଚାଇନାର ଗର୍ବ ଏତେ ପରିମାଣରେ ବଢ଼ିଯାଇଥିଲା, ସେ ଅନ୍ୟ କେଉଁ ଦେଶକୁ ମଧ୍ୟ ସେ ଖାତିର କରୁନଥିଲା। ଯେତେବେଳେ କରୋନା ରୋଗ ଆବିର୍ଭାବ ହେଲା, ସେତେବେଳେ ଯେତେବେଳେ ଅନ୍ୟ ଦେଶମାନେ ଚେତାବନୀ ଦେଲେ, ସେତେବେଳେ ଚାଇନା ଗର୍ବର ସହିତ କହିଥିଲା ଯେ ମୋର କେହି କିଛି କରିପାରିବେ ନାହିଁ। ଆଉ ବର୍ତ୍ତମାନ ଦେଖନ୍ତୁ ଆଉ ଚାଇନାର ଅବସ୍ଥାକୁ ପରମେଶ୍ୱର ଏମିତି କରିଦେଇଛନ୍ତି, ଆଉ ବର୍ତ୍ତମାନ କଳ୍ପନାର ବାହାରେ। ବର୍ତ୍ତମାନ ଚାଇନା ସମ୍ପୂର୍ଣ୍ଣ ରୂପେ ପାଣିରେ ବୁଡ଼ିବାକୁ ଯାଉଛି ବୋଲି ଖବର ସୂତ୍ରରୁ ପ୍ରକାଶ ପାଇଅଛି। ପ୍ରଥମରେ ଦୁବାଇ, ଆଉ ଯେଉଁ ଦୁବାଇ ନିଜର ଜ୍ଞାନକୁ ନେଇ ଗର୍ବ କରୁଥିଲା, ପରମେଶ୍ୱରଙ୍କର ସୃଷ୍ଟିର ବିପରୀତ କାର୍ଯ୍ୟ କଲା, ପରମେଶ୍ୱର ତାକୁ ତ ଶାସ୍ତି ଦେଲେ। କିନ୍ତୁ ବର୍ତ୍ତମାନ ଚାଇନା ପାଳି, ଯେଉଁ ଚାଇନା ପରମେଶ୍ୱରଙ୍କ ଠାରୁ ମଧ୍ୟ ନିଜକୁ ଅଧିକ ଶକ୍ତିଶାଳୀ ବା ଅଧିକ ଜ୍ଞାନୀ ବୋଲି ମନେ କରୁଥିଲା, ସେହି ଚାଇନାର ଅବସ୍ଥା ବର୍ତ୍ତମାନ ପରମେଶ୍ୱର ଏଇଭଳି କରିଦେଇଛନ୍ତି। ଆଉ ବେଳେବେଳେ ପରମେଶ୍ୱର ବିପତ୍ତି ଆଣନ୍ତି ମନୁଷ୍ୟ ଜାତିକୁ ସୁଧାରିବା ନିମନ୍ତେ। ଆଉ ଏହା ହିଁ ପରମେଶ୍ୱରଙ୍କର କାର୍ଯ୍ୟ ଅଟେ, ଏହା ହିଁ ପରମେଶ୍ୱରଙ୍କର ଶକ୍ତି ବା ସାମର୍ଥ୍ୟ ଅଟେ। ଆପଣ ଯାହା କିଛି କହିପାରିବେ। ତେବେ ପ୍ରିୟ ବନ୍ଧୁଗଣ, ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଦେଖନ୍ତୁ, ସେଥିପାଇଁ ଆଜିର ଭିଡ଼ିଓରୁ ଗୋଟିଏ ବିଷୟ ଆମମାନଙ୍କୁ ଶିକ୍ଷା ମିଳୁଅଛି। ଗୋଟିଏ ବିଷୟ ଆମକୁ ଶିକ୍ଷା ମିଳୁଅଛି ଯେ ଆମେମାନେ କେବେ ହେଲେ ମଧ୍ୟ ନିଜର ଶକ୍ତି, ସାମର୍ଥ୍ୟ, ନିଜ ପ୍ରତିପତ୍ତି ଏହି ଉପରେ କେବେ ହେଲେ ମଧ୍ୟ ଆମେମାନେ ଗର୍ବ କରିବା ନାହିଁ। କାରଣ ପରମେଶ୍ୱର ହିଁ ସର୍ବଶକ୍ତିମାନ, ସିଏ ହିଁ ସର୍ବେସର୍ବା ଅଟନ୍ତି। ତେଣୁ ପରମେଶ୍ୱରଙ୍କ ଠାରୁ ଉପରେ କେହି ନାହିଁ। ଆଉ ଯଦି ମନୁଷ୍ୟ ଭାବେ ଯେ ପରମେଶ୍ୱରଙ୍କ ଠାରୁ ସେ ଜ୍ଞାନୀ ବା ପରମେଶ୍ୱରଙ୍କ ଠାରୁ ସେ ବଡ଼, ତେବେ ତାଠାରୁ ମୂର୍ଖ ଏ ଦୁନିଆରେ ଆଉ କେଉଁଠି ବି ନାହିଁ। ତେବେ ପରମେଶ୍ୱର ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଯଦି ଏହି ଭିଡ଼ିଓରୁ ଆପଣଙ୍କୁ କିଛି ଶିଖିବାକୁ ମିଳିଥାଏ, ତେବେ ମୋତେ କମେଣ୍ଟ କରନ୍ତୁ ଆପଣ କ'ଣ ଶିଖିଲେ। ତେବେ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ହୃଦୟର ସହିତ ଆନ୍ତରିକ ନମସ୍କାର। ପୁଣି ଦେଖାବ ଆଉ ଗୋଟେ ଭିଡ଼ିଓରେ। ଧନ୍ୟବାଦ।